ଖ୍ରୀଷ୍ଟଙ୍କ ବହୁମୂଲ୍ୟ ପ୍ରେମରେ ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର ଏବଂ ପ୍ରେଜ୍ ଦ ଲର୍ଡ। ଆମେ ଆଶା କରୁ ଆପଣମାନେ ସମସ୍ତେ ଈଶ୍ୱରଙ୍କ ଦୟାରେ ଉତ୍ତମତା ଭୋଗ କରୁଅଛନ୍ତି। ଆତ୍ମିକ ଦୁନିଆ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଆମେ ଖ୍ରୀଷ୍ଟଙ୍କର ପ୍ରେମ ଓ ତାହାଙ୍କ ଜୀବନ୍ତ ବାର୍ତ୍ତାକୁ ଅନେକ ପ୍ରକାରରେ ଆପଣମାନଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁ। ଈଶ୍ୱରଙ୍କ ପ୍ରେମଠାରୁ ଦୂରରେ ଥିବା ବ୍ୟକ୍ତିମାନଙ୍କୁ ତାହାଙ୍କ ପ୍ରେମର ନିକଟବର୍ତ୍ତୀ କରାଇବା ଏବଂ ପ୍ରେମକୁ ପାଇସାରିଥିବା ବ୍ୟକ୍ତିମାନେ ଯେପରି ସେଥିରେ ସ୍ଥିର ରହି ସାକ୍ଷୀ ସ୍ୱରୂପେ ସିଦ୍ଧତାର ପଥରେ ଆଗେଇବା ଓ ପ୍ରତିଦିନର ଜୀବନକୁ ଆନନ୍ଦ ଓ ଶାନ୍ତିର ସହ କିପରି ବିତାଇ ପାରିବା, ଏହା ଆମମାନଙ୍କର ଉଦ୍ଦେଶ୍ୟ ଓ ମୁଖ୍ୟ ଲକ୍ଷ୍ୟ ଅଟେ। ତେବେ ଆମ ସହ ଜଡ଼ିତ ହୋଇ ରହିବା ନିମନ୍ତେ ଏହି ଆତ୍ମିକ ଦୁନିଆ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିନିଅନ୍ତୁ, ଯେପରି ପ୍ରତିଟି ନୋଟିଫିକେସନ୍ ଆପଣ ଶୀଘ୍ର ପାଇପାରିବେ। ଏବଂ ଯଦି ପସନ୍ଦ ହୁଏ ତେବେ ଲାଇକ୍ କରି ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରିନିଅନ୍ତୁ। ଆଜି ଆମେମାନେ ପବିତ୍ର ଶାସ୍ତ୍ରର ଏକ ଛୋଟ ଅଂଶକୁ ଧ୍ୟାନ କରି ସେଥିରୁ ନିଜ ପାଇଁ ଆଶୀର୍ବାଦ ସାଉଁଟି ନେବା। ଯେଉଁ ବିଷୟଟିକି ବର୍ଣ୍ଣିତ ଅଛି ପ୍ରେରିତ 16 ପର୍ବ ତାର 24 ପଦ ଠାରୁ 31 ପଦ ମଧ୍ୟରେ। ପାଉଲ ଓ ସିଲାଙ୍କୁ କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ହରିକାଠ ଲଗାଇ ଦିଆଯାଇଛି। କିନ୍ତୁ ଏପରି ସମସ୍ୟାର ନିବିଡ଼ ଅନ୍ଧକାରର ମଧ୍ୟରାତ୍ରରେ ମଧ୍ୟ ସେମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଛନ୍ତି। ବିନା ଦୋଷରେ ଦୋଷୀ ହୋଇ କାରାଗାରରେ ରହି ପାଦରେ ହରିକାଠ ପିନ୍ଧି ସେମାନେ ସମୟ, ପରିସ୍ଥିତି, ପରିବେଶ, ବିଚାରକର୍ତ୍ତାମାନଙ୍କୁ ବା ଈଶ୍ୱରଙ୍କୁ ଦୋଷ ନ ଦେଇ ନିଜ ବନ୍ଦୀ ଅବସ୍ଥାକୁ ଧନ୍ୟ ମଣି ଈଶ୍ୱରଙ୍କର ସ୍ତବଗାନ କରୁଛନ୍ତି। ଗାନ କରୁ କରୁ ଏପରି ମହାଭୂମିକମ୍ପ ହେଉଛି ଯେ କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗୁଛି ଏବଂ ସବୁ ଦ୍ୱାର ମେଲା ହେବା ସଙ୍ଗେ ସଙ୍ଗେ ପାଉଲ ଓ ସିଲାଙ୍କ ସାଥିରେ ପ୍ରତିଟି ବନ୍ଦୀମାନଙ୍କର ବନ୍ଧନ ଫିଟି ଯାଉଛି। ଏବେ ସେମାନେ ମୁକ୍ତ, ଦୌଡ଼ି ଯାଇ ନିଜକୁ ରକ୍ଷା କରିବା ପାଇଁ ଦ୍ୱାର ମଧ୍ୟ ମେଲା ହୋଇଅଛି। ଏହି ସମସ୍ତ କୋଳାହଳ ମଧ୍ୟରେ କାରାରକ୍ଷକ ନିଦ୍ରାରୁ ଉଠି ମେଲା ଦ୍ୱାରକୁ ଦେଖି ବନ୍ଦୀମାନେ ଖସି ପଳାଇଅଛନ୍ତି ଭାବି ନିଜ ଖଡ୍ଗରେ ନିଜକୁ ବଧ କରିବାକୁ ଚେଷ୍ଟା କରୁଅଛନ୍ତି। କିନ୍ତୁ ସେତିକି ବେଳେ ପାଉଲ ଉଚ୍ଚ ସ୍ୱରରେ ଡାକି କାରାରକ୍ଷକଙ୍କୁ କହୁଛନ୍ତି, ମହାଶୟ, ଆପଣ ନିଜର କ୍ଷତି କରନ୍ତୁ ନାହିଁ, ଆମେମାନେ ସମସ୍ତେ ଏଠାରେ ଅଛୁ। ବନ୍ଧନ ଫିଟିଯାଇ ଦ୍ୱାର ମେଲା ହୋଇ ନିଜକୁ ରକ୍ଷା କରିବାର ସୁଯୋଗ ଥିଲେ ମଧ୍ୟ ଆମେ ସେହି ସୁଯୋଗକୁ ମନ୍ଦ ଭାବରେ ବ୍ୟବହାର କରିନାହୁଁ। କାରଣ ପ୍ରକୃତ ଜୀବନର କର୍ତ୍ତାଙ୍କଠାରେ ଆମ୍ଭେମାନେ ନିର୍ଭର କରୁ। ଯେକୌଣସି ପରିସ୍ଥିତିରେ ମଧ୍ୟ ସେ ଆମ୍ଭମାନଙ୍କ ଜୀବନକୁ ରକ୍ଷା କରିବେ, ଏହା ଆମ୍ଭେମାନେ ତାହାଙ୍କଠାରେ ବିଶ୍ୱାସ କରୁ। ପାଉଲଙ୍କ ମୁଖରୁ ସମସ୍ତ କଥା ଶୁଣି କାରାରକ୍ଷକ ପାଉଲ ଓ ସିଲାଙ୍କ ସମ୍ମୁଖରେ ଭକ୍ତିର ସହ ନଇଁ ପଡୁଛନ୍ତି ଏବଂ ସେମାନଙ୍କୁ ବାହାରକୁ ଆଣି ପଚାରୁଅଛନ୍ତି, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ? ଏହି ସମସ୍ତ ବିଷୟ କାରାଗାରରେ ବନ୍ଦୀ ହୋଇଥିବା ବନ୍ଦୀମାନେ ଦେଖୁଥିଲେ ଓ ଶୁଣୁଥିଲେ। ପାଉଲ ଓ ସିଲାଙ୍କ ବ୍ୟବହାର କେବଳ କାରାରକ୍ଷକଙ୍କୁ ନୁହେଁ, କିନ୍ତୁ ପ୍ରତ୍ୟେକ ବନ୍ଦୀଙ୍କୁ ମଧ୍ୟ ଆଚମ୍ବିତ କରିଦେଇଥିଲା। ଖ୍ରୀଷ୍ଟଙ୍କର ବାସ୍ତବିକତା ବାସ୍ତବରେ ସେତେବେଳେ ସେମାନେ ବୁଝିପାରିଥିଲେ। ପ୍ରିୟମାନେ, ଆଜି ଆପଣମାନେ ଯେତେଜଣ ଏହି ସ୍ୱରକୁ ଶୁଣୁଅଛନ୍ତି, ଆପଣମାନେ ପ୍ରତ୍ୟେକ ଥରେ ଚିନ୍ତା କରନ୍ତୁ, ଆମେମାନେ ଖ୍ରୀଷ୍ଟଙ୍କ ସାଥିରେ ତାହାଙ୍କ ପଥରେ ଚାଲୁ ଚାଲୁ ଅନେକ ପ୍ରତିବାଧ ଆମକୁ କାରାଗାରରେ ନିକ୍ଷେପ କରି ପାଦକୁ ଜାବୁଡ଼ି ଧରି ବନ୍ଦୀ କରିଦେଲା ପରି କ'ଣ ଲାଗେ ନାହିଁ? ତେବେ ସେତିକି ବେଳେ ଆମମାନେ କ'ଣ କରୁଛୁ? ସମସ୍ୟାକୁ ସମ୍ମୁଖରେ ଦେଖି ବ୍ୟତିବ୍ୟସ୍ତ ଓ ଘାବରା ହୋଇ ନିଜ ବୁଦ୍ଧି ହଜାଇ ଦେଲା ପରି କାର୍ଯ୍ୟ କରୁଛୁ, ନା ଶାନ୍ତ ଓ ସରଳ ମନରେ ବିଶ୍ୱାସର ସହ ଦୋଷାରୋପ ନ କରି ଈଶ୍ୱରଙ୍କ ପାଇଁ ଧନ୍ୟବାଦର ସ୍ତୁତିଗାନ କରୁଛୁ? ପରୀକ୍ଷାରେ ପଡ଼ି କୌଣସି ଗୋଟିଏ ସୁଯୋଗକୁ ମନ୍ଦ ଭାବରେ ବ୍ୟବହାର କରି ଖସି ପଳାଇ ଯିବାକୁ ଚାହୁଁଛୁ, ନା ଆମମାନଙ୍କ ଚତୁଃପାର୍ଶ୍ୱରେ ନହେଇ ନିରୀକ୍ଷଣ କରୁଥିବା ବ୍ୟକ୍ତିମାନଙ୍କ ନିକଟରେ ନିଜ ବ୍ୟବହାର ଦ୍ୱାରା ଖ୍ରୀଷ୍ଟଙ୍କୁ ପ୍ରକାଶିତ କରିବାକୁ ଚାହୁଁଛୁ? ଆଜି ଆମ ପରିବାରରେ, ସମାଜରେ, ଚତୁଃପାର୍ଶ୍ୱରେ ଅନେକ ବନ୍ଦୀମାନେ ଅଛନ୍ତି, ଯେଉଁମାନଙ୍କୁ ଶୟତାନ ନିଜ ବନ୍ଧନରେ ବାନ୍ଧି ରଖିଅଛି। ବାହ୍ୟ ଆଚାର ବ୍ୟବହାରରେ ଅନେକ ଥର ସେହି ବନ୍ଧନ ଗୁଡ଼ିକୁ ଆମେମାନେ ଦେଖିପାରୁ, ତ ଅନେକ ଥର ଆଭ୍ୟନ୍ତରୀଣ ବନ୍ଧନ ଗୁଡ଼ିକୁ ଆମେମାନେ ନିଜର ଶାରୀରିକ ଚକ୍ଷୁରେ ଦେଖି ମଧ୍ୟ ନ ପାରୁ।
ତେବେ ଖ୍ରୀଷ୍ଟଙ୍କ ବନ୍ଦୀ ଅନୁସାରେ ଆମେମାନେ ସେହି ବନ୍ଧନରେ ଥିବା ବ୍ୟକ୍ତିମାନଙ୍କ ନିକଟରେ ଏପରି ଆଚରଣ ଓ ଉଚ୍ଚାରଣ କରୁ କି ଆମ୍ଭମାନଙ୍କୁ ଦେଖୁଥିବା ଓ ଶୁଣୁଥିବା ସେହି ପ୍ରତିଟି ବନ୍ଦୀମାନଙ୍କ ନିମନ୍ତେ ଦିନେ ବନ୍ଧନ ଫିଟିଯିବ ଓ ଦ୍ୱାର ସବୁ ମେଲା ହୋଇଯିବ। ପାଉଲ ଓ ଶିଲାଙ୍କୁ ଶୁଣୁଥିବା ବନ୍ଦୀମାନେ ଯେପରି ମୁକ୍ତ ହୋଇପାରିଲେ, ଠିକ୍ ସେପରି ଆମମାନଙ୍କ ଜୀବନକୁ ଦେଖୁଥିବା ଓ ଆମମାନଙ୍କୁ ଶୁଣୁଥିବା ଆମ ଚତୁଃପାର୍ଶ୍ୱର ଜଗତର ବନ୍ଦୀମାନେ ମଧ୍ୟ ଆମମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କ ସ୍ପର୍ଶ ପାଇ ମୁକ୍ତ ହେବା ଆବଶ୍ୟକ। ଆମମାନଙ୍କ ପ୍ରେମ ସେମାନଙ୍କ ଭଙ୍ଗା ହୃଦୟକୁ ଯୋଡ଼ିଦେବା ଆବଶ୍ୟକ। ଆମମାନଙ୍କ ସ୍ପର୍ଶ ସେମାନଙ୍କ ଆଘାତରେ କୋମଳତା ଆଣିଦେବା ଆବଶ୍ୟକ। ଆଉ ଆମମାନଙ୍କ ସ୍ୱର ବା କଥା ସେମାନଙ୍କ ଅଶାନ୍ତ ମନରେ ଶାନ୍ତି ଭରିଦେବା ଆବଶ୍ୟକ। ସେଥିପାଇଁ ତ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଲବଣ ଓ ଜଗତର ଜ୍ୟୋତି ବୋଲି ଆଖ୍ୟା ଦେଇଅଛନ୍ତି, ଯେପରି ଆମେମାନେ ସ୍ୱାଦବିହୀନ ସ୍ଥାନରେ ସ୍ୱାଦ ଦେଇପାରିବା ଆଉ ଅନ୍ଧକାରରେ ଥିବା ଲୋକଙ୍କ ନିକଟରେ ସେହି ଧର୍ମମୟ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇ ଚନ୍ଦ୍ର ପରି ଆଲୋକ ଦେଇପାରିବା। ଆମେମାନେ ପର୍ବତ ଉପରେ ସ୍ଥାପିତ ହୋଇଅଛୁ। ଆମମାନଙ୍କ ବ୍ୟବହାର ଗୁପ୍ତ ହୋଇ ରହିନପାରେ, ତାହା ନିଶ୍ଚୟ ପ୍ରକାଶିତ ହେବ। ତେଣୁ ମନ୍ଦ ଓ ଅନୁଚିତ ବିଷୟକୁ କାହିଁକି ପ୍ରକାଶ କରିବା? ଉତ୍ତମତା ଏବଂ ଆଲୋକକୁ ଲୋକଙ୍କ ସାକ୍ଷାତରେ ପ୍ରକାଶ କରିବା, ଯେପରି ଆମମାନଙ୍କ ସତ୍କର୍ମ ଦେଖି ଆମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ ହେବ। ଆଉ ସେତେବେଳେ ସେମାନେ ଆମମାନଙ୍କୁ ପଚାରିବେ, ପରିତ୍ରାଣ ପାଇବା ନିମନ୍ତେ ଆମମାନଙ୍କୁ କ'ଣ କରିବାକୁ ହେବ? ଆଉ ଆମେମାନେ ଅତି ସହଜରେ ସେମାନଙ୍କୁ ବୁଝାଇ ଦେଇପାରିବା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କର, ତାହା ହେଲେ ତୁମେ ଓ ତୁମ ସପରିବାର ନିଶ୍ଚୟ ପରିତ୍ରାଣ ପାଇପାରିବ। ଆଶା କରୁ ଏହି କ୍ଷୁଦ୍ର ବାର୍ତ୍ତା ଆପଣମାନଙ୍କୁ ଖ୍ରୀଷ୍ଟଙ୍କ ସାକ୍ଷୀ ହେବା ପାଇଁ ଉତ୍ସାହ ପ୍ରଦାନ କରିଅଛି। ତେବେ ଆସନ୍ତୁ, ଗତ ଜୀବନକୁ ଭୁଲି ଯାଇ ଆଜିଠାରୁ ଆମେମାନେ ନିଷ୍ପତ୍ତି ନେଉ ଏବଂ ନିଜର ଆଚାର ଏବଂ ଉଚ୍ଚାରଣକୁ ଧ୍ୟାନ ଦେଉ, ଯେପରିକି ଅନ୍ୟମାନେ ଆମମାନଙ୍କର ବ୍ୟବହାର ଦ୍ୱାରା ଖ୍ରୀଷ୍ଟଙ୍କ ପ୍ରତି ଆକର୍ଷିତ ହୋଇପାରିବେ। ବାକ୍ୟ ଅନୁସାରେ ଜୀବନ ବିତାଉ ଏବଂ ସେହି ବାକ୍ୟଙ୍କୁ ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କୁ ନିଜ ଜୀବନରେ ପ୍ରକାଶ କରୁ। ମନେ ରଖୁ, ବନ୍ଦୀମାନେ ଆମମାନଙ୍କୁ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି। ଧନ୍ୟବାଦ।